ସୁକିନ୍ଦା ଗଡ଼ରେ ହାତେ ଟଣାରେ ଅଟକିଗଲେ ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି। ସୁକିନ୍ଦାରେ ଭକ୍ତିମୟ ପରିବେଶ। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଯାଜପୁର ଜିଲ୍ଲାର ସୁକିନ୍ଦା ଗଡ଼ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ରଥାରୂଢ଼ ହୋଇଛନ୍ତି। ଦେବୋତ୍ତର ବିଭାଗ ପରିଚାଳନାରେ ଯାଜପୁର ଜିଲ୍ଲାର ଏକମାତ୍ର ରଥଯାତ୍ରା ଭାବେ ସୁକିନ୍ଦା ଗଡ଼ର ରଥଯାତ୍ରାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ପ୍ରାୟ 500 ବର୍ଷ ପରମ୍ପରା ଅନୁଯାୟୀ ପ୍ରଥମ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ସୁକିନ୍ଦା ଗଡ଼ର ରାଜାସାହେବ ଭୂଦେବ ଭୂପତି ହରିଚନ୍ଦ୍ର ମହାପାତ୍ରଙ୍କ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରାଯାଇଥିଲା। ଏହି ନୀତି ସମାନତା ଓ ସେବାଭାବର ବାର୍ତ୍ତା ବହନ କରିଥାଏ। ଛେରା ପହଁରା ପରେ ଉପସ୍ଥିତ ଶହ ଶହ ଭକ୍ତ ପରମ୍ପରା ଅନୁଯାୟୀ ରଥକୁ ମାତ୍ର ଥରେ ଟାଣିଥିଲେ। ଏହାପରେ ରଥ ବଡ଼ଦାଣ୍ଡରେ ଅବସ୍ଥାନ ହୋଇଥିଲା। ଭକ୍ତମାନେ ରଥ ଉପରେ ବିରାଜମାନ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କରିଥିଲେ। ମହାପ୍ରଭୁଙ୍କ ନିକଟରେ ପୂଜା ଅର୍ଚ୍ଚନା, ଭୋଗନୀତି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଛି। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେବାୟତମାନଙ୍କ ସହଯୋଗରେ ସମସ୍ତ ନୀତିକାନ୍ତି ସୁଚାରୁରୂପ ଭାବେ ସମ୍ପନ୍ନ ହୋଇଥିବା ବେଳେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ରାଜସ୍ୱ ନିରୀକ୍ଷକ ସ୍ନିଗ୍ଧାରାଣୀ ନନ୍ଦୀ, ସରୋଜ ମଲ୍ଲିକ ପ୍ରମୁଖ ରଥଯାତ୍ରା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି।